ଭାରତର ଆର୍ମି ଏବଂ ଆମର ଯୋଦ୍ଧାମାନେ ଯେଉଁ ପ୍ରକାର ଆର୍ମି ଜଳସ୍ଥଳ ଆକାଶସ୍ଥଳ ମଧ୍ୟସ୍ଥଳ ଯେଉଁ ପ୍ରକାର ସେମାନେ ଲଢ଼େଇ କରୁଛନ୍ତି ଏ ଗୋଟେ ସ୍ୱାଗତଯୋଗ୍ୟ ଆଉ ମର୍ଦ ଭଳିଆ ଅଣ୍ଡରା ପିଲା ଭଳିଆ ଇଣ୍ଡିଆ ହେଉଛନ୍ତି ମର୍ଦ ଇଣ୍ଡିଆ ସେଇ ହିସାବରେ ଲଢ଼େଇ କରୁଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ପାକିସ୍ତାନକୁ ଝୁଳି ତଟେଇ ଦେଇଛନ୍ତି। ପାକିସ୍ତାନ ବର୍ତ୍ତମାନ ଧୂଳି ଚାଟିଲାଣି ଏବଂ ପାକିସ୍ତାନକୁ ଯେଉଁମାନେ ସାହାଯ୍ୟ କରୁଛନ୍ତି ଚାଇନା ହେଉ କି ଯିଏ ହେଉ ସେମାନେ ବି ଧୂଳି ଚାଟିବେ। ବର୍ତ୍ତମାନ ବିଶ୍ୱଯୁଦ୍ଧର ଆଶଙ୍କା କରାଯାଉଛି। ବିଶ୍ୱଯୁଦ୍ଧର ଆଶଙ୍କା କରାଯାଉଛି। ଭାରତ ତାର ନେତୃତ୍ୱ ନେବ। ଯେତେବେଳେ ଭାରତ ସରକାର ଯାହା ଚାହିଁବ କଂଗ୍ରେସ ଯୋରୁ ଆଶା କରିବ ଆମେ ସହଯୋଗ କରୁଛୁ। ତା କାରଣ ହେଲା ପ୍ରଥମେ ମା ମାଟି ତାପରେ ରାଜନୀତି ନିର୍ଦ୍ଦେଶ ମଧ୍ୟ ଆସିଛି ଯେଉଁଟାକି ଆମେ ଭାରତୀୟ ଏକ ଆମର ସୈନିକ ଏକ ଆମେ ମା ମାଟି ଏକ ଲଢ଼େଇକି ଆମେ ଲଢ଼େଇକି ପସନ୍ଦ କରୁ। ମାଗିକିରି ବଞ୍ଚିବା ଆମେ ଶିଖିନୁ, ଆମେ ଲଢ଼େଇ କରି ବଞ୍ଚିବାର ଶିଖିଛୁ। ସେଥିପାଇଁ ଆଜି ଯାହା ହେଇଛି ଭାରତ ସରକାର ଯାହା ନିଷ୍ପତ୍ତି ନେଇଛନ୍ତି ଆମର ସୈନିକ ବନ୍ଧୁମାନେ ତାକୁ ଆମେ ସମ୍ପୂର୍ଣ୍ଣ ଭାବେ ସମର୍ଥନ